ଘରେ ଆଜି କ'ଣ ପାଇଁ ଆଜି ଫ୍ରିରେ ଆଜି ବିରିୟାନୀ ବନେଇଲେ ଆଉ କ'ଣ ପାଇଁ ଆଜି ସମସ୍ତେ ଖାଇଲେ ଜାଣିବା ପାଇଁ ନିଶ୍ଚିନ୍ତ ଫାଷ୍ଟ ଲାଷ୍ଟ ଟାଇମ୍ ଭିଡ଼ିଓକୁ ଦେଖନ୍ତୁ। ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ। ମୁଁ ପିକୁନ, ମୋର ନୂଆ ବ୍ଲଗ୍କୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ମୁଁ ତ ଭଲରେ ଅଛି, ଆପଣମାନେ ଆଶା କରୁଛି ଆପଣମାନେ ବି ଭଲରେ ଥିବେ। ହାଇ ଗାଇସ୍, ଆଜି ଏତେ ଦିନ ପରେ ମୋ ସାଙ୍ଗ ମାନେ ମୋ ସ୍କୁଲ ଫ୍ରେଣ୍ଡ ସାଙ୍ଗରେ ଆଜି ଦେଖା ହେଉଛି। ଦେଖନ୍ତୁ ଗାଇସ୍, ପିଲାଟା ସାଇକେଲ ନେଇକି ଅଛି ପିଲାଟା, ତ ତାକୁ ଯଦି କିଛି ମିଳିଲାନି, ଇଏ ପିଲାଟା ଖାଇବ ପିଇବ ନା ଇଏ କ'ଣ ହେଉଛି। ସାଙ୍ଗ ଆସିଥିଲା, ସାଙ୍ଗ ପଳେଇଲା, ତାର ଟିକେ କାମ ଥିଲା, ଲାଷ୍ଟରୁ ମୁଁ ଟିକେ ପଳେଇଲି କାହିଁକିନା ଟିକେ ପଞ୍ଚାୟତ ଅଫିସ୍ ପଳେଇଲି, ଟିକେ କାମ ଅଛି ସେଥିପାଇଁ। ପଞ୍ଚାୟତ ଅଫିସ୍ ଆସିଲେ ମୋର ଗୋଟେ କାମ ହେଉଛି, ହେଲେ ପଞ୍ଚାୟତ ଅଫିସରେ କାମ ହେଇ କିଛି ନାହିଁ ନା, ପୁଣି ଯିବା ମିଳିବ ନା ଚଣ୍ଡୀଗଡ଼ ଯେଉଁ ଖରା ହେଉଛି ନ କହିଲେ ଭଲ। ଆଉ ଏପଟେ ଆସିଲେ ପଞ୍ଚାୟତ ଅଫିସର ଅବସ୍ଥାଟି ଦେଖନ୍ତୁ ଗାଇସ୍। ପଞ୍ଚାୟତ ଅଫିସ୍ ଯେତିକି ନୁହେଁ, ଯାହା ଲାଗୁଛି ଏଠି ପାହାଡ଼ ଜଙ୍ଗଲ, କାହିଁକିନା ଏଠି ସବୁ ଭେରାଇଟି ଗଛ ଆଉ ଗାଡ଼ି ବି ଏଠି ଦେଖିବା ପାଇଁ ଆପଣଙ୍କୁ ମିଳିଯିବ। ଯିଏ ଭାଇ ଯାହା କରୁଛନ୍ତି କରନ୍ତୁ, ଆମର ଭାଇ କ'ଣ ଯାଉଛି। ହାଇ ଗାଇସ୍, ଏ ବ୍ୟାଙ୍କରୁ କାମ ସାରିଦେଲି, ଲାଷ୍ଟରୁ ପଳାଇଛି ସାଙ୍ଗ ଘରକୁ, ଥଣ୍ଡା ପିଇ ଦେଇକି ଏଠି ବସିଛି। ଖରା ଜୋର ହେଉଛି, ବୋଉ ଆଉ ପୁଅ ସେମାନେ ସବୁ ବ୍ୟାଙ୍କ ଗଲେ, ତ ମାନେ ଯେଉଁ ବ୍ୟାଙ୍କ ଆସିଥିଲି ଏତେ ମାନେ ଭିଡ଼ ଥିଲେ ଯେ ନ କହିଲେ ଭଲ। ଲାଷ୍ଟରୁ ପଳାଇଛି ସାଙ୍ଗ ଘରକୁ, ସାଙ୍ଗ ତ ଦେଖ ବସିଛନ୍ତି। ଆଉ କାଲି ତ ଦେଖିଥିଲେ ମୋ ସାଙ୍ଗକୁ, ସେ ସାଙ୍ଗ ମ୍ୟାରେଜ୍ କରିକି ତା ଝିଅ ଖାଲି ଧରିକି ବସିଥିଲି, ସେ ଖାଲି ମାମୁଁ ମାମୁଁ ହିଁ ଡାକୁଥିଲା। ଇଏ ସାଙ୍ଗ ଆମର ବାହା ହେଇନି, ପୁରା ଆମର ସିଙ୍ଗିଲ୍ ଅଛି, ଆଉ ମୁଁ ହିଁ ସିଙ୍ଗିଲ୍ ଥିଲା। ସାଙ୍ଗ ସାଙ୍ଗେ ସେ ମଜାମସ୍ତି କରିଦେଇ ଏଠି ପଳେଇଥିଲି। ଗଛ ମାନେ ସପୁରି ଗଛ ଏତେ ଲାଗିଛି ନ କହିଲେ ଭଲ। ଆଉ ଆସିଲି ନା 1.5 ମାସ ହେଲାଣି, ଘରେ ଛୁଆ ପିଲା ଆଉ ଘର ଲୋକ ବହୁତ ମାନେ ମନ ଥିଲା ଯେ କୋଉଦିନ ବିରିୟାନୀ ଖାଇବା, ତ ଆଜି ଖାସ୍ କରି ତାଙ୍କ ପାଇଁ ଆଜି ଟିକେ କିଛି ବିରିୟାନୀ ଟିକେ ଆଜି ବନଉଛି। ତ ଗରମ ମସଲା ଆଗେ ରେଡ଼ି କରିଦେଇଥିଲି, ତାପରେ ସେ କିଛି ପିଆଜ ବି କିଛି ମାନେ ଟିକେ ଭାଜି ଦେଉଛି, କାହିଁକିନା ଯେତେ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା ପରେ ପିଆଜଟା ଭଲ ଆସିବ। ଆଉ ତା ଭିତରେ ଚିକେନ୍ ପକାଇଦିଏ, କାହିଁକିନା ଆଜି ଗୋଟେ ଦମ୍ ବିରିୟାନୀ ଗୋଟେ ସ୍ପେଶାଲ୍ ବିରିୟାନୀ ଗୋଟେ ମୁଁ ବନଉଛି, ତ ସେଥିପାଇଁ ସେ ଏମିତି ସବୁ ଚାଲିଛି। ଆଉ ବିରିୟାନୀ ସବୁ ରେଡ଼ି ହେଇଯାଇଥିଲା, ବି ଗୋଟେ ଭିତରେ ରେଡ଼ି ହେଇଯାଇଥିଲା। ସମସ୍ତେ ଫ୍ୟାମିଲି ବାଲା ସମସ୍ତେ ମନ ଭରିକି ଖାଇଥିଲେ, କହିଲେ କି ଯାହା ହଉ ଏତେ ଦିନ ପରେ ବିରିୟାନୀ ଖାଇବାର ମଜା କିଛି ଅଲଗା। କାହିଁକିନା ଦୋକାନରେ ଗୋଟେ ପ୍ଲେଟ୍ ଆଣିବ ତ 150 ଟଙ୍କା ଲେଖା କମ୍ପଲସରି ପ୍ଲେଟ୍ ମିଳିଯିବ, ହେଲେ ଘରେ ବନେଇ ଖାଇବାର ତା ମଜା ହିଁ କିଛି ଅଲଗା। ଆଉ ଖାସ୍ କରି ପରିବାର ସାଙ୍ଗରେ ଖାଇବାର ତା ମଜା ଆହୁରି କିଛି ବେଟର୍। ଆଉ ଏମିତି ମଜାମସ୍ତି ହେଲା। ଆଉ ଗୋଟେ ଭିଡ଼ିଓ ବନେଇଥିଲି, ସେ ଭିଡ଼ିଓଟା କାହିଁକି କପିରାଇଟ୍ ଲାଗିଛି ମୁଁ ନିଜେ ହିଁ ଜାଣିପାରୁନି। ଆଉ ଏପଟେ ଦେଖନ୍ତୁ ତାଙ୍କର ଖିଆପିଆ ସରିଗଲା, ଆଙ୍କର ବି ଲୁଡ଼ୁ ଖେଳ ଷ୍ଟାର୍ଟ ହେଲା। ଲାଷ୍ଟରୁ ପଳାଇଥିଲି ବୁଲିବା ପାଇଁ, ଖାଇ ପିଇ ଟିକେ ଶୋଇଲା ପରେ 4ଟା ବେଳେ ହେଇଥିଲା, ତ ସାଙ୍ଗ ପିଲା ସାଙ୍ଗେ ଟିକେ ପଳାଇଥିଲି କ୍ରିକେଟ୍ ଖେଳ ଦେଖିବା ପାଇଁ। ଯେଉଁ ପବନ ଗାଇସ୍ ହେଉଛି ନ କହିଲେ ଭଲ। ଏପଟେ ଦେଖନ୍ତୁ ଯେଉଁ ପବନ ଯେଉଁଠି ଥାଉ କି ନଥାଏ, ଆମର କମ୍ପଲସରି ଏଇ ପିଲାଟା କହୁଛି ଆମ ଯାଜପୁରରେ ତ କମ୍ପଲସରି ପବନଟା ଦେଖିଆ କହିଲା ସାଙ୍ଗମାନେ, ଏମିତି ଯଦି ପୁରୁଣା ଦିନ ଆମର ଫେରି ଆସନ୍ତା କେତେ ଭଲ ହୁଅନ୍ତା। ଆମେ ପୁରା ଛୋଟ ପିଲା ଯାଆନ୍ତି। ସାଙ୍ଗକୁ ନେଇ ପଳେଇଥିଲି ଦୋକାନ, ହେଲେ ସାଙ୍ଗ ଗୋଟେ ଥମ୍ସଅପ୍ ଥିଲା, ତ ଥମ୍ସଅପ୍ର ରେଟ୍ ଶୁଣି ମୋ ହାର୍ଟ ବାହାରିଗଲା, କାହିଁକିନା ତା ରେଟ୍ ଥିଲା 10 ଟଙ୍କା। ଥମ୍ସଅପ୍ ରେଟ୍ କୋଉଦିନ 10 ଟଙ୍କା ହେଲାଣି ମୁଁ ହିଁ ଜାଣିନଥିଲି। ଆଉ ତାପରେ ସାଙ୍ଗମାନଙ୍କ ସହିତ ମଜାମସ୍ତି କରିଥିଲା ପରେ ଇଏ 10 ଟଙ୍କିଆ ଥମ୍ସଅପ୍ ମୁଁ ଆଜି ଫାଷ୍ଟ ଟାଇମ୍ ପିଉଛି, ମୁଣ୍ଡ ହେଇଛି କାମ କଲାଣି ମୋର ଆଜି। ଆଉ ତାପରେ କିଛି ବେଡ୍ସଅପ୍ ମଗାଇ ଦେଇଥିଲୁ, ତାପରେ ସାଙ୍ଗମାନଙ୍କ ସହିତ ପୁରା ମଜାମସ୍ତି କରିକି ଯାଉ, ଏତେ ଦିନ ପରେ ଟିକେ ବେଡ୍ସଅପ୍ ଟିକେ ମଜାମସ୍ତି ଟିକେ ଉଠେଇଥିଲୁ। କାହିଁକିନା ଯେତେବେଳେ ସାଙ୍ଗସାଥି ମାନେ ମିଶିଯାଉ, ତା ମଜା ହିଁ କିଛି ଅଲଗା, ତା ସବୁ କିଛି ଅଲଗା ତାର ହେଇଯାଏ ସେତେବେଳେ, କାହିଁକିନା ଏତେ ଦିନ ପରେ ପୁଣି ଖାସ୍ କରିକି। ଆଉ ବେଡ୍ସଅପ୍ଟା ବହୁତ ସୁନ୍ଦର ଥିଲା, ଏମିତି ମଜାମସ୍ତି ହେଲା। ତାପରେ ହେଇଥିଲା ସନ୍ଧ୍ୟା, ଲାଷ୍ଟକୁ ପଳାଇଥିଲି ସେଲୁନ୍, କାହିଁକିନା ଚୁଟି କାଟିବାର ଥିଲା। ଏଇ ଯେଉଁ ବଡ଼ ବଡ଼ ଚୁଟି ହେଇଗଲାଣି, ଯେଉଁ ଥଣ୍ଡା ଧଇଲାଣି, ଆଉ ମାନେ ପୁରା କମ୍ପଲସରି ଏଥରକ। ଲାଷ୍ଟକୁ ଚୁଟି ଫୁଟି କାଟିଦେଲି। ଆମ ଚୁଗୁ ଭାଇ ଆମର କେତେ ଷ୍ଟାଇଲିସ୍ ଆମ ଚୁଟି କାଟି ଦେଉଛନ୍ତି। ତାଙ୍କ ଦୋକାନ ଯେଉଁମାନେ ଆସିବାକୁ ଚାହିଁବେ, ତ ଚଣ୍ଡୀ ମନ୍ଦିର ସାଇଡ଼୍ରେ ତାଙ୍କ ଦୋକାନ, ତ ଆସିକି ନିଶ୍ଚିନ୍ତ ଆସିକି ବୁଲି ପାରିବେ ଆପଣ। ଲାଷ୍ଟରେ ପଳାଇଥିଲୁ ରାତିରେ ମେଲୋ ଦେଖ, କାହିଁକିନା ଆସନ୍ତାକାଲି ଅଛି ମେଲଣ, ତ ମେଲୋ ଟିକେ ପ୍ରୋଗ୍ରାମ୍ ଦେଖିଦେଇଥିଲୁ। ଏ ଲୋକଟା ଇଏ ମଦ ପିଇକି ଏମିତି ଡ୍ୟାନ୍ସ କରୁଥିଲା ଯେ ନ କହିଲେ ଭଲ। ଲାଷ୍ଟକୁ ଟିକେ ଦେଖିଦେଇଥିଲୁ ମ୍ୟାଜିକ୍, ଆଉ ମ୍ୟାଜିକ୍ ଦେଖିଦେଇକି ଭିଡ଼ିଓକୁ ଏଇଠି ଏଣ୍ଡ୍ କଲି। ଯଦି ଭିଡ଼ିଓଟା ଭଲ ଲାଗିଥିବ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ନିଶ୍ଚିତ। ସେଇ ଯାଏଁ ମୁଁ ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ।